ବାଲେଶ୍ୱର ନୃତ୍ୟ ସଙ୍ଗୀତ କଳାମନ୍ଦିର ପରିସରରେ ଓଡ଼ିଶା ସାମ୍ବାଦିକ ୟୁନିୟନର ଜର୍ନାଲ ଦ୍ୱିବାର୍ଷିକ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସଂଘର ଜର୍ନାଲ ଦ୍ୱିବାର୍ଷିକ ସମ୍ମିଳନୀ ସେପ୍ଟେମ୍ବର ମାସ 14-15 ତାରିଖ 2 ଦିନ ଧରି ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି। ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ସାଂସଦ, ପୂର୍ବତନ ସାଂସଦ ଏବଂ ଜିଲ୍ଲାର ସମସ୍ତ ବିଧାୟକଙ୍କୁ ଅତିଥି ଭାବେ ଯୋଗଦେବାକୁ ନିମନ୍ତ୍ରଣ କରାଯିବ ବୋଲି ସ୍ଥିର କରାଯାଇଛି। ଏହି ଜର୍ନାଲ ସମ୍ମିଳନୀରେ ବାଲେଶ୍ୱର, ଭଦ୍ରକ, କେଉଁଝର, ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାକୁ ନେଇ କରାଯିବ। ଏହି ସମ୍ମିଳନୀରେ 300 ପ୍ରତିନିଧି ଯୋଗଦେବାର ସମ୍ଭାବନା ରହିଛି। ୟୁନିୟନର ଜିଲ୍ଲା ସଭାପତି ଗଙ୍ଗାଧର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ପରେ ବିଧାନସଭାର ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସଙ୍କୁ ସଂଘର ସଦସ୍ୟମାନେ ଭେଟିଥିଲେ। ସମ୍ମିଳନୀର ସଫଳତା ପାଇଁ ବିଭିନ୍ନ ପ୍ରସଙ୍ଗରେ ଶ୍ରୀ ଦାସଙ୍କ ସହ ପରାମର୍ଶ କରିବା ସହିତ ଆଲୋଚନା କରାଯାଇଥିଲା। ବୈଠକରେ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ରାମନାରାୟଣ ଶତପଥୀ, ଉପଦେଷ୍ଟା ଶିଶିର କୁମାର ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅନାମଚରଣ ପଣ୍ଡା, ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ, वरिष्ठ सदस्य अरूप कुमार दास, हिमांशु कुमार दास, सोमनाथ साहू, टाउन संयोजक हायदर खान, सदर संयोजक अजित कुमार महांती, रविरंजन त्रिपाठी, कन्हीचरण प्रधान, भीष्मचरण मल्लिक प्रमुख उपस्थित थिले।